মাত্র 2 বর্ষর সরকার 700 দিনের সরকার 700 দিন ভিতরে সে তুন্ডিমো রাস্তা হেলা না নাই ব্রিজ কমপ্লিট হেলা সেটি লাইট লাগলা সব হেলা না নাই দুপটি মেলন কথা কুহতু হেলা না নাই নিয়ালিরে লাইট লাগিয়া কথা কুহতু হেলা না নাই আস্তে আস্তে হচ্ছে আজ্ঞା ସବୁ হব 4 লাইন রাস্তা হব এটি নিশ্চিত ভাবে এমএলএ 4 লাইন রাস্তা করবে প্লাস্টিক খোলাই করবে এইটা তাঁর প্রতিশ্রুতি নিশ্চিত লোক দিয়েছেন এবং করবে আজ্ঞা এগুড়াক সবু যে রিমর হচ্ছে জেলা সভাপতি অলগা বিধায়ক অলগা মু নিজে মুখ সাক্ষী যেদিন কটক যোজনা বোর্ডর অধ্যক্ষ হলে আমার মাননীয় বিধায়ক সেদিন মু নিজে অছি তাঁর পাখে আপনার দেখিপারে ভিজুয়াল দেখিপারে মু নিজে ঠিয়া হয়েছি তাঁর পাখে সেদিন তাঁকু স্বাগত সম্বর্ধনা দেওয়া কি আমার জেলা সভাপতি 2000 লোক সেটি ইয়ে করি আম মন্ডল মানে সব ডকাইকি ସମସ୍ତେ ତାଙ୍କୁ ଫୁଲ ତୋଳା ଦେଇ ସ୍ୱାଗତ କରିକି ତାଙ୍କୁ ସମ୍ବର୍ଦ୍ଧନା ଦେଇକି ନେଇକି ବସାଇଲେ ସିଟ୍ରେ ମୁଁ ନିଜେ ସେଠି ଅଛି ଆଉ ଲୋକ କହିବାକୁ କିଛି ମନା ନାହିଁ ଆଜ୍ଞା ବର୍ତ୍ତମାନ ଯେଉଁ 4 ଲାଇନ୍ ରାସ୍ତା ହେଉଛି 4 ଲାଇନ୍ ରାସ୍ତା ହେଲା ପରେ ଦେଖିବେ ଜାଗାକୁ ଲକ୍ଷ୍ୟ କରିକି ସବୁ କାମ ସେ ନିଶ୍ଚିତ ଭାବରେ କରିବେ ଆଉ ସେଥିପାଇଁ କିଛି ବ୍ୟସ୍ତ ହେବାର ନାହିଁ କିନ୍ତୁ ହେବ ଆଉ 3 ବର୍ଷ ସମୟ ଅଛି 3 ବର୍ଷ ଭିତରେ ସେ ଯେମିତି ହେଲେ ସବୁ କାର୍ଯ୍ୟ କରିବେ না না সেমতি কিছু নাই বিধায়ক তো সে নিয়ালির বিকাশ করা সে মনস্থ করেছেন এবং করবে সেমতি কিছু নাই যে ভোটক আট্রাকশন করা এসব জিনিস করছেন সেমতি কিছু নাই সে কিଏ বর্তমান দেখুন মু কହୁছি খালি চুম্বকরে টিকে মু কହୁছি টিকে শুণন্তু তাଙ୍କ ପାଖକୁ ବିଜେଡ଼ି ବିଜେପି କଂଗ୍ରେସ କି ଯେକୌଣସି ଦଳର ଲୋକ ଯାଉ ସମସ୍ତେ ଯାଉଛନ୍ତି କାର୍ଯ୍ୟ ହେଉଛି ସେ ବିଜେପି ଲୋକଙ୍କର କାମ କରୁଛନ୍ତି କଂଗ୍ରେସ ଲୋକଙ୍କର କାମ କରୁନାହାନ୍ତି ବିଜେଡ଼ି ଲୋକଙ୍କର କାମ କରୁନାହାନ୍ତି ସେ କାହାକୁ ପଚାରୁଛନ୍ତି କି ଦିନେ କିନ୍ତୁ 15 ବର୍ଷ କାଳ ଇଏ ବିଧାୟକ ରହିଲେ ଆମ ପ୍ରମୋଦ ବାବୁ ସେ କେବଳ ଦଳୀୟ ପ୍ରାର୍ଥୀମାନେ ହିଁ ତାଙ୍କ ପାଖକୁ ଯାଆନ୍ତି ଅନ୍ୟ ଦଳର ଲୋକଙ୍କୁ ସେଠିକି ଆଲାଉ ନାହିଁ ଇଭେନ୍ ଆମକୁ ନିଆଳି ବ୍ଲକରେ ମଧ୍ୟ ଆମକୁ ପୁରେଇ ଦିଅନ୍ତି ନାହିଁ ଆଜ୍ଞା ଦେଖନ୍ତୁ ଅଣଦେଖା କ'ଣ କରାଯିବ ସେ ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛନ୍ତି ବର୍ତ୍ତମାନ ସମସ୍ତଙ୍କୁ ସେ ତାଙ୍କର ସମସ୍ତେ ଦରକାର ତେଣୁ ସେ ସମସ୍ତଙ୍କୁ ନେଇକି ଚାଲୁଛନ୍ତି ସେ ଯଦି ସେ ତ ଖାଲି ବିଜେପିକି ନେଇକି ଚାଲୁନାହାନ୍ତି ସେ ବିଜେଡ଼ି କଂଗ୍ରେସ ବିଜେପି ତେଣୁ 3 ଦଳର ଲୋକ ସମସ୍ତେ ଯାଉଛନ୍ତି ସମସ୍ତ କାର୍ଯ୍ୟ ଯାହାର ଯାହା ଦରକାର ତାଙ୍କୁ କହୁଛନ୍ତି ସେ ତାଙ୍କ କାର୍ଯ୍ୟ ତାଙ୍କ ପରିବର୍ତ୍ତନ ଚେଷ୍ଟା କରି କରୁଛନ୍ତି କିନ୍ତୁ ପ୍ରମୋଦ ମଲ୍ଲିକ ସମସ୍ତଙ୍କର ଥିଲେ କି ବିଜେପିର ଯେଉଁମାନେ ଫାଉଣ୍ଡର ଯେଉଁ କହୁଛନ୍ତି ଫାଉଣ୍ଡେସନ ପକାଇছে ଫାଉଣ୍ଡର କି ପୁରୁଣା କର୍ମୀ ମୁଁ ଜଣେ ତାଙ୍କ ସହିତ 10 ବର୍ଷର କର୍ମୀ ମୁଁ ସେଇଟା କହୁନି ଆମେ ତାଙ୍କ ପାଖକୁ ଯାଇଛୁ କି ସେ ଆମକୁ ମନା କରିଛନ୍ତି କି ମୋତେ ସେଇଟା କୁହନ୍ତୁ କେଉଁ କର୍ମୀ ଜଣେ ଯାଇଛି ତାଙ୍କ ପାଖକୁ ସେ କହିଲେ ନାଇଁ ମୁଁ ତମର କାମ କରିବିନି ଏମିତି କିଛି ହେଇଛି କି ସେମିତି ତ କିଛି ହେଇନି ତେଣୁ ଏଗୁଡ଼ାକ ସବୁ କହିବାଟା ଠିକ୍ ନୁହଁ ଶୁଣନ୍ତୁ ଆମଦାନୀ ନେତା ମୋତେ ଟିକେ କୁହନ୍ତୁ ଭୋଟ ସେ ଯିଏ ଯାହାକୁ ଇଙ୍ଗିତ କରି କହୁ ମୋର ସେ କହିବାର ନାହିଁ ମୁଁ ସବୁ ଦେଖୁଛି ମୁଁ ହେଉଛି କଟା ଯେଉଁ କହନ୍ତି ବେଲାସେନ କଟାମୁଣ୍ଡ ମୁଁ ସବୁ ଦେଖୁଛି କିନ୍ତୁ ବର୍ତ୍ତମାନ ସତ୍ୱରେ ଘେରିଛନ୍ତି ଅଭିମନ୍ୟୁ ଫସି ଯାଇଛି ଚକ୍ରବ୍ୟୁହରେ କିନ୍ତୁ ଏଇଟା କଳିଯୁଗର ଅଭିମନ୍ୟୁ ସେ ପଶିବା ବି ଜାଣିଛି ବାହାରିବା ବି ଜାଣିଛି ତେଣୁ ଯେଉଁ ସବୁ ଲୋକ କହୁଛନ୍ତି ଆମଦାନୀ ନେତା ଏଗୁଡ଼ା ବୁଝିବା ଭୁଲ ଇଲେକ୍ସନ ପରେ ସେ ଆସିছে ଯାହାକୁ ଆମଦାନୀ କହୁଛନ୍ତି ସେ ଇଲେକ୍ସନ ପରେ ଆସିଛି ନା ଇଲେକ୍ସନ ପୂର୍ବରୁ ଆସିଛି ଇଲେକ୍ସନ ପୂର୍ବରୁ ଯିଏ ହେଲେ ସେ ଆମ ଦଳର ଲୋକ ଯିଏ ଇଲେକ୍ସନ ପରେ ଆସିଛି ସେ ଆମକୁ ଭୋଟ ଦେଇନଥିଲେ ସେ ଆସିଛନ୍ତି ତାଙ୍କର କ'ଣ କାର୍ଯ୍ୟ ଥିବ ସେ ଆମ ଦଳରେ ମିଶିଲେ କି ଆମ ଦଳ ତାଙ୍କୁ ଭଲ ଲାଗିଲା ସେ ଆମ ନୀତି ଆଦର୍ଶ ଆମ ବିଧାୟକଙ୍କର ତାଙ୍କୁ ଭଲ ଲାଗିଛି ସେ ଆମ ସାଙ୍ଗେ ଅଛନ୍ତି ସେ ତ ଆମକୁ ଭୋଟ ଦେଇନାହାନ୍ତି ଶୁଣନ୍ତୁ ମୁଁ ତ ସେଇଥିପାଇଁ କହୁଛି କିଏ ବିଜେପି ଲୋକ କର୍ମୀ ଆମର ଯାଇଛନ୍ତି ତାଙ୍କ ପାଖକୁ ସେ କହିଲେ ମୁଁ ତମକୁ ଦେବିନି କାମ କି କାମ କରିବିନି ଏମିତି କିଛି ହେଇଛି କି ସେମିତି କିଛି ଆପଣଙ୍କ ପାଖରେ ନଜରରେ ଆସିଛି କି ବିଜେପି କର୍ମୀ କିଏ ଯାଇଥିଲା ବିଧାୟକ ତାଙ୍କୁ ମନା କଲେ ଫେରାଇ ଦେଲେ ଯେ ମୁଁ ତ କାମ କରିବିନି ଏମିତି ମୋତେ କହିପାରିବେ ଆଜ୍ଞା ବିଧାୟକ ଯିଏ ସେ ଜାଗାକୁ ଯାଇଛି ମୁଁ ତ ନିଜେ ତାଙ୍କ ପାଖକୁ ଯାଇକି ଦେଖା କରିବା ବି ମୋତେ କଷ୍ଟ ହୋଇଯାଏ କାହିଁକି ନା ସେ ଏତେ ବଟନ ଭିତରେ ରହୁଛନ୍ତି ଗୋଟେ ନିର୍ବାଚନ ମଣ୍ଡଳୀର ସହିତ ତାଙ୍କର ଅଫିସିଆଲି କାମ ଯେଉଁ ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ ଗୁଡ଼ାକ ଏଗୁଡ଼ା ସବୁବେଳେ ସେ ଜାମ୍ ଭିତରେ ରହୁଛନ୍ତି ନିଜେ ଫୋନ୍ ବି ୟୁଜ୍ କରିପାରୁନାହାନ୍ତି
ତେଣୁ ତାଙ୍କର ବଡ଼ିଗାର୍ଡ଼ ହେଉ ନହେଲେ ତାଙ୍କର ପର୍ସନାଲ୍ ଯିଏ ଅଛି ସେ ହେଉ ସେମାନେ ଫୋନ୍ କରନ୍ତି। ସେ ଦିନେ ବି ମୋତେ ବି ଫୋନ୍ କରିନାହାନ୍ତି ତ, ସିଏ ତ ଦିନେ ବି ମୋତେ ଫୋନ୍ କରିନାହାନ୍ତି। କୁହନ୍ତୁ ସିଏ ନିଶ୍ଚିତ ଭାବରେ ସେ ଦଳ ସେମାନେ ମିଶିବେ, କାରଣ ସେ ଦଳ ନାହିଁ। ସେ ଦଳ ମୁଁ ଆଉ ଥରେ କହିଥିଲି, ସେ ଦଳ ନାହିଁ। ସେତେବେଳଠୁ ସେ ଦଳ ଲୋପ ହେଇଯାଇଛି। ଯେତେବେଳେ ସେମାନେ NIC ପାଇଁକି ଦାନା ଦେଇଥିଲେ ମୁଁ ସେତେବେଳେ କହିଥିଲି ସେ ଦଳ ନାହିଁ। ଆଉ ସେ ବର୍ତ୍ତମାନ ସେ ହେଇଥିଲା ବିଜେପିର ମାନସ ପୁତ୍ର। ସେ ତେଣୁ ପୁଣି ସମସ୍ତେ ଆସିକି ମିଶିଯିବେ ଏ ଦଳରେ। କୁହନ୍ତୁ ଆଜ୍ଞା, ଅଭିମନ୍ୟୁ ଯିଏ ଯେଉଁ ସପ୍ତର ରାତି ଘେରିଛନ୍ତି ସେମାନେ କହିବେ ତା ଉତ୍ତର। ଯେଉଁ ସପ୍ତର ରାତି ଘେରିକି ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହରେ ଫସାଇଛନ୍ତି ସିଏ ତା ଉତ୍ତର ଦେବେ ନା। ଆଉ ତା ଦେହରେ ଅଭିମନ୍ୟୁ କିଏ? ମୁଁ ଯେତିକି ଅନୁଭବ କଲି ମୁଁ ସେଇଟା କହିଲି। କିନ୍ତୁ ଅଭିମନ୍ୟୁ କିଏ, ସପ୍ତର କିଏ, ଚକ୍ରବ୍ୟୁହ ରଚନା କରି ଫସାଇଛନ୍ତି କିଏ, ସିଏ ତା ଉତ୍ତର ଦେଇପାରିବେ। ଅକ୍ଷୟ ହେଉ ପୁଣ୍ୟ ଧର୍ମର ହେଉ ଜୟ। ଶୁଣନ୍ତୁ, ଯଦି ଅଭିମନ୍ୟୁ 5 ଜଣ ଲୋକଙ୍କୁ ଦାନା ପାଣି ଦେଉଥିବ, ତାକୁ 5 ଜଣଙ୍କୁ ଅନେକ ମଠ ମନ୍ଦିର ମସଜିଦ ସମସ୍ତଙ୍କୁ ଦେଖୁଥିବ, ତାହେଲେ କିଛି ଅସୁବିଧା ହେବନି। ଲୋକଙ୍କର ଆଶୀର୍ବାଦ ଯଦି ଅଭିମନ୍ୟୁ ପଛରେ ରହିଲା, ଅଭିମନ୍ୟୁ ନିଧଡ଼ି ଯାଇକି ମୁକୁଳିକି ଆସିବ, କିଛି ଅସୁବିଧା ନାହିଁ। କିନ୍ତୁ ଏତିକି ମୁଁ ନିଆଳିର ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ନିଜେ ଯାଆନ୍ତୁ, ବିଧାୟକଙ୍କ ପାଖକୁ ଡାଇରେକ୍ଟ ଯାଆନ୍ତୁ। ସେ ବିଜି ଲୋକ, ଆପଣମାନେ ଯାଆନ୍ତୁ ତାଙ୍କ ପାଖକୁ, ତାଙ୍କ ଯାଇକି ଦେଖା କରନ୍ତୁ। ଆପଣମାନଙ୍କର ଯାହା ବି ଅଛି ତାଙ୍କୁ କୁହନ୍ତୁ। ସେ ନିଶ୍ଚିତ, ମୋର ସେ ହୃଦବୋଧ ଅଛି, ମୋର ଆତ୍ମବିଶ୍ୱାସ ଅଛି, ସେ ଆପଣଙ୍କର ଯେତେ ତାଙ୍କ ଦ୍ୱାରା ହେଇପାରିବ ସମ୍ଭବ ସେ ନିଶ୍ଚିତ ସେ କାର୍ଯ୍ୟଟି ପୂର୍ଣ୍ଣାଙ୍ଗ କରିବେ। ଏଭଳି ଏମିତି ଅନେକ କର୍ମୀ ନିଆଳିରେ ଅଛନ୍ତି। ମଇଁଷି ସିଂହ ଫଟା ଜୁଜିଲା ବେଳକୁ ଏହା ଗୋଟା। ଆମର ସମସ୍ତଙ୍କର ଲକ୍ଷ୍ୟ ରହୁଛି ଆମେ ବିଜେପି ଦଳର କର୍ମୀ, ବିଜେପି କର୍ମୀ। ତେଣୁ ଆମେ ବିଜେପି ପାଇଁକି ନିଶ୍ଚିତ ଭାବରେ ଆମେ ଲାଗିବୁ। ଯେତେବେଳେ 2022 ମସିହାରେ ଚିନ୍ତା କରନ୍ତୁ, ସେଠି ମିଟିଂ କରାଇଦେଲେନି। ଏପଟେ ବିଜେଡ଼ି ବାଲା ଗେଟ୍ ଏପଟରେ ମଞ୍ଚ ବାନ୍ଧିକି ଘଣ୍ଟ ବାଡ଼େଇକି କୀର୍ତ୍ତନ କଲେ। ସେଠି ପୁଣି ଆମେ ପାର ହେଇକି ଆଇଲୁ। ଇଲେକ୍ସନ୍ ଗୋଟେ ଏଇ 24 ମସିହା ଇଲେକ୍ସନ୍ କଥା ଦେଖନ୍ତୁ। ଏଇ ଯେଉଁ ଆମ ହାଇସ୍କୁଲ ପଡ଼ିଆ ଦିହରେ ଆମକୁ ମିଟିଂ କରାଇ ଦେଲେନି। ଆମକୁ ସପ୍ତମୀ ପଡ଼ିଆ ଦିହରେ ଆମର ଯାଇକି ମିଟିଂ ହେଲା। ସେଠି ବିଭିନ୍ନ ପ୍ରକାର ଅସୁବିଧାରେ ଆମକୁ ସମ୍ମୁଖୀନ ହେବାକୁ ପଡ଼ୁଛି। ସେଠି ପାଣି ବନ୍ଦ କରିଦେଲେ। ପାଣି ରୋଷେଇ ପାଇଁକି ସେଠି ଯେଉଁ ଲୋକଟିର ଘର ଅଛି ତାକୁ ବନ୍ଦ କଲେ, ପାଣି ଦେଲେ ତୁ ଏଠୁ ଘର ଭାଙ୍ଗିକି ଯିବୁ। ସେ ପାଣି ଦେଲାନି। ଆମେ ଏଇ ଯେଉଁ ଆଣିକି ଯେଉଁ କ'ଣ କହୁଛନ୍ତି ତାକୁ କ୍ୟାଣ୍ଟର ପାଣି ଟାଙ୍କି, ତାକୁ ଗୋଟେ ନିମାପଡ଼ାରୁ ଗୋଟେ ବନମାଳୀପୁରରୁ ଆଣିକି ଏଠି ରୋଷେଇବାସ କଲୁ। ତେଣୁ କିଛି ଏମିତି କହିବେ, କିନ୍ତୁ ଫଳ କ'ଣ ହେଲା? ଯେଉଁମାନେ ଅବଜେକ୍ସନ୍ କରିଥିଲେ ସେମାନେ ଆଜି କେଉଁଠି? ଆମେ ଯାହା ଅଛୁ ସେଇଆ, କିନ୍ତୁ ଯେଉଁମାନେ କରୁଥିଲେ ଏସବୁ ଜିନିଷ ସେମାନେ ସବୁ କେଉଁଠି? କାରଣ ଲୋକର ଆପଣ ସରକାରୀ ଯୋଜନା ଯାହା ବି ଆସିଛି, ଯିଏ ପାଇବାର ହକ୍ ପ୍ରାପ୍ୟ ତା ପାଖରେ ପହଞ୍ଚିବା ନେଇ ଆପଣ ଆଗ ସେଇଟା ବୁଝନ୍ତୁ। ସାଧାରଣ ଲୋକ କଥା ଆପଣ ମୋତେ ପଚାରିଲେ, ଏବେ ଆବାସ ଆସୁଛି, ଯିଏ ପ୍ରକୃତ ଉପକୃତ ହେବା ଲୋକ ସେ ଉପକୃତ ହେଉଛି ନା ନାହିଁ ସେଇଟା ଦେଖନ୍ତୁ। ଯିଏ ଭତ୍ତା ପାଇବାର ଲୋକ ସେ ଭତ୍ତା ପାଉଛି ନା ନାହିଁ ଦେଖନ୍ତୁ। ଯିଏ ରାସନ ପାଇବାର ଲୋକ ସେ ରାସନ ପାଉଛି ନା ନାହିଁ ଦେଖନ୍ତୁ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠୁ ଲଗେଇକି ଯାହା ବି କହୁଛୁ ହଉ, ଆମେ ନିଶ୍ଚିତ ଭାବରେ ସରକାରୀ ଯୋଜନା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛୁ।